যশা পদ্মসনাতা বিপুলকটিতটি পদ্মপত্রায়তক্ষী গম্ভীরাবর্তনাভিস্তনফলনমিতা শুভ্রবস্ত্রো ত্বরিয়া লক্ষ্মীর্দেবী গজেন্দ্রমণিগণখচিতৈ স্নাপিতা হেমকুম্ভী দ্বিতীয় সা পদ্মহস্তা বসতু মম গৃহে সর্বমঙ্গলযুক্তা জগজ্জননী মা মহালক্ষ্মী নারায়ণ জগନ୍ନାଥ ବଳଭଦ୍ର ସୁଭଦ୍ରା ଆଜି ଦିନର ଇଷ୍ଟ ଦେବତା ଶୁକ୍ର ଦେବତା ଏବଂ ତାଙ୍କ ଇଷ୍ଟଦେବୀ କମଳା ଦେବୀ ଇଷ୍ଟଦେବୀ ମା ଖଣ୍ଡୁଆଳି ଯେଉଁମାନେ ଆଜିର ଏ ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଏବଂ ଆତ୍ମସନ୍ତୋଷର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଆଜି ଅଗଷ୍ଟ ମାସ 16 ତାରିଖ ସିଂହ ଏକ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ଗତ ଦ୍ୱାଦଶୀ ଶୁକ୍ରବାର। ଏକାଦଶୀ ସକାଳ 9:40 ପର୍ଯ୍ୟନ୍ତ ରହିବେ ଏବଂ ଏହାପରେ ଦ୍ୱାଦଶୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ମୂଳା ଧନୁ। ମୂଳା ନକ୍ଷତ୍ର ସକାଳ ଅପରାହ୍ନ 12:44 ପର୍ଯ୍ୟନ୍ତ ଭୋଗ ହେବ ଏବଂ ଧନୁ ରାଶିରେ ଚନ୍ଦ୍ର ଅହରାତ୍ର 24 ଘଣ୍ଟା ଅବସ୍ଥାନ କରିବେ। ଏକାଦଶୀ ତିଥି 9:40 ପର୍ଯ୍ୟନ୍ତ ରହୁଥିବାରୁ ସେ ସମୟ ପର୍ଯ୍ୟନ୍ତ ଶିମ୍ବ ଏବଂ ପରେ ପୋଇ ଖାଇବା ମନା, ଖାଇଲେ ବ୍ରହ୍ମହତ୍ୟା ସମପାପ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଦିନ। ପ୍ରଥମ ରାଶି ମେଷ ରାଶି। ନବମ ଚନ୍ଦ୍ର ଏକାଦଶୀ ତିଥି ଏବଂ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ କୌଣସି ସଭା କିମ୍ବା ସଂଗଠନର ନେତୃତ୍ୱ ଦେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କର ଶୁଭଦୃଷ୍ଟିରେ ରହିବେ। ଯେଉଁମାନଙ୍କର ଦ୍ୱିଜା ଓ କୃତିକା ମେଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 6, ଆରାଧନା ପ୍ରଭୁ ହନୁମାନ। ବୃଷ ରାଶି। ଅଷ୍ଟମ ଚନ୍ଦ୍ର ଓ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ସମସ୍ତଙ୍କର ଦୁଃଖର କାରଣ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବଦ ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା, ବାଧାବିଘ୍ନ ଓ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 4, ଆରାଧନା ମା ସମଲେଶ୍ୱରୀ। ମିଥୁନ ରାଶି। ସପ୍ତମ ଚନ୍ଦ୍ର ଶୁକ୍ରବାର ଯୋଗୁଁ ମୂଲ୍ୟବାନ ଧାତୁ, ବସନ ଭୂଷଣ ଓ ସୌଖିନ ଘରୋଇ ଉପକରଣ କ୍ରୟ କରିବେ। ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ପ୍ରାପ୍ତି ହେବ। ଆମୋଦ ପ୍ରମୋଦ, ମୌଜ ମଜଲିସରେ ଅଧିକ ଆଗ୍ରହ ରହିବ ଓ ପରିବାର ପ୍ରତି ଅଧିକ ଯତ୍ନବାନ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 4, ଆରାଧନା ମା ତ୍ରିପୁର ସୁନ୍ଦରୀ।
कर्कट राशि षष्ठ चंद्र जो रोग ऋण दुख क्लेश शोक अवसाद मुक्त हेबे एवं समस्तंकर श्रद्धार पात्र हेबे। शत्रु माने मित्रतार हाथ बढ़ाइबे एवं समस्तंकर श्रद्धार पात्र हेबे। परोपकार समाज सेवा और धार्मिक कर्म अधिक आग्रह रहिबो एवं चाली चलन व्यवहार कथबार्ता मार्जित और सर्वजना आदृत हेबो। वाणिज्य व्यवसाय और परिवहन रे आय अति उत्तम हेबो। कर्म रे सफलता सर्वान और कर्मस्थान समस्त बाधा विघ्न और प्रतिबंधक दूर हेबो। जो मानकर मृगशिरा और पुनर्वसु मिथुन से उपकृत हेबे। शुभ रंग मेरून संख्या 4 आराधना माँ षोड़शी। सिंह राशि पंचम चंद्र जो यश सम्मान सामाजिक प्रतिष्ठा एवं जनसंपर्क वृद्धि पाइब। विद्या बुद्धि ज्ञान गारिमा प्रत्युत्पन्न मति दूरदृष्टि धीशक्ति विकास घटिब। संतान माने आज्ञाधीन हेबे एवं तांका कर्म को नहीं खुशी व्यक्त करेंगे। पितामाता कृपा एवं पैतृक संपत्ति को नहीं थिबा विवादर समाधान हेबो। वाणिज्य व्यवसाय और परिवहन रे आय मध्यम हेबो। कर्म रे परिश्रम तुलन में अधिक सफलता और सहकर्मी सहयोग मिल। जो मानकर पूर्वा फाल्गुनी उत्तरा फाल्गुनी सिंह से उपकृत हेबे। शुभ रंग गोलापी संख्या 11 आराधना माँ मातंगी। कन्या राशि चतुर्थ चंद्र जो धन क्षति मानसिक अस्थिरता परिवार मनमालिन शारीरिक पीड़ा एवं आर्थिक ठकामी पड़ पारती। मूल्यवान पदार्थ नष्ट किंबा हजि जाई पारे एवं धन को नहीं विवाद और माजी मकदमा पड़ पारती। जानवाहन में खर्चांत स्वजन परिजन सह विवाद एवं निजर प्रिय बंधु किंबा पुरातन बंधु ठारू अपमान पाइपारती। वाणिज्य व्यवसाय रे क्षति और परिवहन व्यवसाय रे विपर्ययर सामना करेंगे। कर्म रे विफलता बाधा विघ्न और सहकर्मी विरोधर शिकार हेबे। जो मानकर उत्तरा फाल्गुनी और चित्रा कन्या से सतर्कता अवलंबन करेंगे। तुला राशि घाट चंद्र जो मनरे दुश्चिंता दुर्भावना और हतोत्साह भाव प्रकाश पाइब। समस्त कर्म रे भूल निष्पत्ति नेबे एवं परिवार रे अशांतिर वातावरण रहिब। भाई भौणी प्रति हतादार भाव एवं भाई भौणी भातृभगिनी विवाद उग्र रूप धारण करिब। वाणिज्य व्यवसाय और परिवहन रे आय तुलन में बद खर्च अधिक हेब। कर्म रे विफलता बाधा विघ्न और कर्म प्रति अनाग्रह भाव प्रकाश पाइब। जो मानकर चित्रा तुला से सतर्कता अवलंबन करेंगे। शुभ रंग नील संख्या 2 आराधना माँ सबलेश्वरी। बिछा राशि द्वितीय चंद्र और घाट बार जो समस्त कर्म रे शुभ फल मिले मन में आत्मसंतोष और आत्मतृप्ति मिल ना। धन संपद प्राचुर्य वृद्धि पाइब एवं अन्य को देइथिबा धन और बकेया धन प्राप्त हेब। वाणिज्य व्यवसाय और परिवहन रे आय अति उत्तम हेब। कर्म रे सफलता मिले किसी समस्या और विघ्न देखादेव। जो मानकर पूर्वाषाढ़ा और उत्तराषाढ़ा धनु से सुफल पाइबे। मकर राशि द्वादश चंद्र जो अजथा खर्च बद खर्च और परिवार खर्च भार अहेतुक भाव वृद्धि पाइब एवं खर्च भार रे अतिष्ठ हो ऋण करने को पड़ पारे। समस्त कर्म रे भूल निष्पत्ति नेबे एवं बिना कारण रे बहुत व्यस्त रहे। वाणिज्य व्यवसाय और परिवहन रे आय तुलन
ଅଯଥା ଖର୍ଚ୍ଚ ଅଧିକ ହେବ, କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 3, ଆରାଧନା ମା ଦୁର୍ଗା। କୁମ୍ଭ ରାଶି, ଘାଟ ଚନ୍ଦ୍ର ଓ କେତୁଙ୍କର କ୍ଷେତ୍ର ଭୋଗ ହେଉଥିବାରୁ ଆର୍ଥିକ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ ଏବଂ ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ। ମନରେ ଅସ୍ଥିରତା, ସମସ୍ତ କର୍ମରେ ଆଳସ୍ୟତା ଏବଂ ସମସ୍ତ କର୍ମ ବିବାଦୀୟ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ବିପୁଳ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଓ କର୍ମ ପ୍ରତି ବିପଦର ସମ୍ଭାବନା ଅଧିକ ରହିଛି। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଇନ୍ଦ୍ରନୀଳ, ସଂଖ୍ୟା 3, ଆରାଧନା ମା ଭୈରବୀ। ମୀନ ରାଶି, ଘାତ 12 ଓ ଦଶମ ଚନ୍ଦ୍ର ଯୋଗୁଁ ଘାତ 12ର ପ୍ରଭାବ ବିଶେଷ ରହିବ ନାହିଁ। କର୍ମ ପ୍ରତି ଧ୍ୟାନ ଅଧିକ ରହିବ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ଆଜି ଯେକୌଣସି କର୍ମ ଆରମ୍ଭ କରିବେ ସେଥିରେ 100% ସଫଳତା ପାଇବେ ଏବଂ ସମସ୍ତ କର୍ମ ଆପଣଙ୍କ ଆୟତ୍ତରେ ରହିବ। ମନରେ ସତ୍ ଚିନ୍ତା, ସଦ୍ଭାବନା ପ୍ରକାଶ ପାଇବ ଓ ସତ୍ କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 5, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। ଇଏ ଥିଲା ଆଜିର 12ଟି ରାଶିର ଦୈନିକ ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଏ ଯେଉଁ ମନ୍ତ୍ରଟି ଆମେ କହୁଛୁ ସେ ମନ୍ତ୍ରଟିକି ଋଷାଦି କରି ପାଠ କରନ୍ତୁ। ଯେଉଁମାନଙ୍କର ଆଜି ଅଶୁଭ ଫଳ ପାଇବାର ଅଛି ସେମାନଙ୍କର ସେ ଅଶୁଭତ୍ୱ ଦୂର ହୋଇ ଶୁଭ ଫଳ ପାଇବେ ଏବଂ ଯେଉଁମାନେ ଶୁଭ ଫଳ ପାଇବାର ଅଛି ଏ ମନ୍ତ୍ରଟିକି ପଢ଼ିଲା ପରେ ତାଙ୍କର ଆଉ କିଛି ଅଧିକା ଶୁଭ ଫଳ ପ୍ରାପ୍ତ ହେବ। ଗଚ୍ଛତ୍ରୀ ଶୁକ୍ର ମହାମନ୍ତ୍ରସ୍ୟ ଭରଦ୍ୱାଜ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶୁକ୍ର ଦେବତା ସୁବ୍ରତୟେ। ଶୁକ୍ର ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏ ମନ୍ତ୍ରଟିକି ଥରେ ପଢ଼ିବେ। ମନ୍ତ୍ରଟି ହେଲା ଓଂ ହିଂ ଶ୍ରୀଂ ଶୁକ୍ରାୟ ନମଃ। ଏ ମନ୍ତ୍ରଟିକି ସକାଳେ 108 ଏବଂ ସନ୍ଧ୍ୟାବେଳେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କ ପାଇଁ ଶୁଭ ଏବଂ ମଙ୍ଗଳମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।